ଆଧୁନିକ ଓଡ଼ିଆ କବିତା ଆଲୋଚନା ପରିପ୍ରେକ୍ଷୀରେ ବର୍ତ୍ତମାନ କବି ଶରତଚନ୍ଦ୍ର ପ୍ରଧାନଙ୍କ ଲିଖିତ ମୃତ୍ୟୁର ଉପକଥା କବିତା ଉପରେ ଲିଖିତ ଆଲୋଚନା କରିବା ପୂର୍ବରୁ ପ୍ରଥମେ ମୂଳ କବିତାଟିକୁ ମୁଁ ପଢ଼ି ଦେଉଅଛି। ଛୋଟିଆ କବିତାଟିଏ। ମୃତ୍ୟୁର ଉପକଥା କବି ଶରତଚନ୍ଦ୍ର ପ୍ରଧାନ। କାଳି ବିରାଡ଼ି ରାଡ଼ି ରାଡ଼ି ପକାଇବି ଚିତ୍ରବାଡ଼ି ପଳାଇବୁ ରାଜ୍ୟ ଛାଡ଼ି। ଏ ରାଜ୍ୟର ହସକାନ୍ଦ ସ୍ୱପନ ବିଭ୍ରମ ଶୁଣରେ ବିରାଡ଼ି ମୋର ଗୋଟିଏ ବଚନ। ମୋ ଦେହର ଉପକଣ୍ଠେ ବେତସ ବନରେ ମଧୁ ଚଇତାଳି ଯଦି କେବେ ଆସି ଫେରେ। ମନେ ମୋ ଉଠଇ ଢେଉ ଦେହ ଚାରିପାଖେ କାମନାର ଉପକୂଳେ ଜହ୍ନ ତାରା ଡାକେ। ଦେହେ ମୋ ଲାଗଇ ସ୍ୱପ୍ନ ଫୁଲ ଫୁଟା ବେଳ କେତେ ବାଲୁଚର କେତେ ସ୍ମୃତିର ସାଗର। ଏ ଦେହରେ କେତେ ଝଡ଼ କେତେ ଯେ ବତାସ ସକାଳର ଛୋଟ ମୁହଁ ଖିଲି ଖିଲି ହସ। ସବୁ ହଜେ ସବୁ ଭୁଲେ ସମୟ ଖରାରେ ବିସ୍ମୃତିର ସାତତାଳ ଗହୀର ହ୍ରଦରେ। ସେତେବେଳେ ହେ ବିଡ଼ାଳ ତୁମ ସାଦା ରୂପ ତୁମରି ଜଳନ୍ତା ଆଖି ତୁମରି ପ୍ରକୋପ। ଏ ଜୀବନେ ଅଚାନକ ପ୍ରହେଳିକା ପରି ହଠାତ୍ ଶ୍ରାବଣୀ ମେଘେ ଆକାଶେ ଯେପରି ଛାଇଯାଏ ଯାତ୍ରା ପଥେ ମୁଁ ଯେ ଭୟଭୀତ ମଞ୍ଚେ ଲାଗୁ ଡାଳ ମୋର ଶୂନ୍ୟେ ଲାଗେ ଡାଳ। ହେ ବିଡ଼ାଳ ବନ୍ଧୁ ମୋର ଅକ୍ଷର ଅଚ୍ୟୁତ ଏ ଜୀବନ ସତ୍ୟ ଯଦି ମୃତ୍ୟୁ ଦୂରେ ରହ ଭାଳନା ଉଦ୍ଧବ ମୋର ଛାଡ଼ ମୃତ୍ୟୁ ଭୟ। ଲିଖିତ ଆଲୋଚନାର ନାମକରଣ ଦେଇଛି ମୃତ୍ୟୁର ଉପକଥାର କବି ଶରତଚନ୍ଦ୍ର। ଜନ୍ମ ଓ ମୃତ୍ୟୁ ଜୀବର ସଂସାରରେ ରହଣୀର ଦୁଇ କ୍ରିୟା ଯାହାକି ଭଗବାନଙ୍କ ଦ୍ୱାରା ସାଧିତ ହୋଇଥାଏ। ଈଶ୍ୱର ହିଁ ସକଳ ପ୍ରକାର ଜୀବଙ୍କୁ ଜନ୍ମ ଦେଇଥାନ୍ତି ଏବଂ ସେମାନଙ୍କୁ ମାରନ୍ତି ଆଉ ଏହା ତାଙ୍କରି ସୃଷ୍ଟି ସମୟ ମଧ୍ୟରେ ସଂଗଠିତ ହୁଏ। ଗୀତାରେ ଅଛି ଜାତସ୍ୟ ହି ଧ୍ରୁବଂ ମୃତ୍ୟୁ ଅର୍ଥାତ୍ ଜନ୍ମ ହେଲେ ନିଶ୍ଚିତ ମରଣ ଅଛି। ଓଡ଼ିଆ ଭାଗବତ ଗ୍ରନ୍ଥ କହେ ମର୍ତ୍ତ୍ୟମଣ୍ଡଳେ ଦେହ ବହି ଦେବତା ହେଲେ ହିଁ ମରଇ। ଯିଏ ମରଣଶୀଳ ମର୍ତ୍ତ୍ୟ ସଂସାରରେ ଦେହ ଧାରଣ କରି ଜନ୍ମିଲା ବା ଜନ୍ମଗ୍ରହଣ କଲା ତାର ମୃତ୍ୟୁ ଅବଶ୍ୟ ଅଛି। ସେ ସଂସାରରେ ସବୁଦିନ ପାଇଁ ବଞ୍ଚିକି ରହିପାରିବ ନାହିଁ। ମରିବାଟା ତା ପକ୍ଷେ ନିଶ୍ଚିତ। କୋରାନ କହେ କୁଲ୍ଲୁ ନଫସିନ୍ ଜାଏକତୁଲ୍ ମୌତ୍ ଅର୍ଥ ହେଲା ସବୁ ଜୀବଙ୍କୁ ମୃତ୍ୟୁର ମଜା ବା ସ୍ୱାଦ ଚାଖିବାକୁ ଅଛି। ଜୀବର ଜୀବନ ଇହ ବା ଏହି ଯେଉଁ ସଂସାରରେ ସେ ଜୀବନ ପାଇ ଅଛି ଏବଂ ମୃତ୍ୟୁ ପରେ ପରଲୋକ ବା ସଂସାରରେ ତାର ଆତ୍ମା ଏକବାରକେ ସବୁ ମଣିଷ ମରି ବଞ୍ଚି ଉଠିବାର ଦିନ କୟାମତ ପର୍ଯ୍ୟନ୍ତ ଦୁଷ୍ଟାତ୍ମା ସିଜ୍ଜିନ୍ ବା ସଜା ପାଇବାର କ୍ଷେତ୍ର ଏବଂ ଭଲ ଆତ୍ମା ଇଲ୍ଲିନ୍ ବା ପୁରସ୍କାର ପାଇବାର କ୍ଷେତ୍ର ବା ସ୍ଥାନରେ ସେମାନେ ସବୁ ଏକତ୍ରିତ ଜମା ହୋଇ ଆଲମେ ବରଜଖ୍ ବା ଗୁପ୍ତ ଅଜଣା ଦୁନିଆରେ ରହିବେ। ଆଉ ଦିନ ରାତିର ବଦଳ ଦେବଦୂତ ବା ଫରିସ୍ତା ବା ଏଞ୍ଜେଲ ସେମାନଙ୍କୁ ସକାଳେ ସନ୍ଧ୍ୟାରେ ନର୍କ ସ୍ୱର୍ଗର ଝଲକ ଦେଖାଇ କହୁଥିବେ କୟାମତରେ ତୁମର ହସର ବା ପରିଣାମ ଏଇଆ ହେବ। କୋରାନରେ ଜୀବନ ଓ ମୃତ୍ୟୁ ସମ୍ପର୍କରେ ଏବଂ ଜନ୍ନତ ବା ସ୍ୱର୍ଗ ଏବଂ ଦୋଜଖ୍ ବା ନର୍କର ବର୍ଣ୍ଣନା ଦେଖିବାକୁ ମିଳିବ। ପଢ଼ିବା ସୂତ୍ରରେ ଆଲ୍ଲାହଙ୍କ ପାଖରେ ଶାନ୍ତିମୟତାର ଧର୍ମ ଇସଲାମ ହିଁ ଏକମାତ୍ର ଧର୍ମ। କୋରାନର ପାଠ ଆଲେ ଇମ୍ରାନରେ ବାକ୍ୟଟିଏ ଅଛି ଇନ୍ନଦ୍ଦୀନ ଇନ୍ଦଲ୍ଲାହିଲ୍ ଇସଲାମ ଅର୍ଥ ହେଲା ଆଲ୍ଲାହଙ୍କ ପାଖରେ ଇସଲାମ ହିଁ ଧର୍ମ। ଖୋଦ୍ ବା ଆପଣାଜାତ ଖୋଦା ବା ସ୍ୱୟମ୍ଭୁ ବିଧାତା ସଂସାରରେ ହିନ୍ଦୁ ଖ୍ରୀଷ୍ଟ ଜୈନ ବୌଦ୍ଧ ଶିଖ ନାମଧାରୀ ଆଉ କୌଣସି ଧର୍ମକୁ ସଂସାରରେ ପ୍ରଚଳିତର ଚାଲିବାର ଅନୁମତି ଦେଇନାହାନ୍ତି। ଲୋକମାନେ ନିଜ ମନର ଇଚ୍ଛାରେ ଏସବୁ ଧର୍ମକୁ ସଂସାରରେ ଚଳାଉଛନ୍ତି। ଯେହେତୁ ସେସବୁ ଧର୍ମ ଇସଲାମ ଧର୍ମରୁ ଶୈତାନ ଜରିଆରେ ବାରମ୍ବାର ବଦଳି ଯାଇଛି ଯାହାକି ଅବିଶ୍ୱାସୀ ବା କାଫିର ଏବଂ ମୁଶ୍ରିକ ବା ଶିର୍କ ବା ସମକକ୍ଷକାରୀ ବା ଜଣେ ଆଲ୍ଲାହଙ୍କୁ ଅନ୍ୟ ସହିତ ଯଥା ଧର୍ମ ପ୍ରଚାରକ ଧର୍ମଗୁରୁ ଏବଂ କାଠ ଧାତୁ ମାଟି ପଥର ନିର୍ମିତ ମୂର୍ତ୍ତି ପ୍ରତିମାମାନଙ୍କୁ ଭଗବାନ ବା ଈଶ୍ୱର ମାନି ପୂଜା କରିବାର ଧାରା ବା ପ୍ରଥା ପାଇଁ ମଲା ପରେ ଏହିସବୁ ଧର୍ମଧାରୀ ଆଚରଣକାରୀ ଲୋକେ ନିଶ୍ଚିତରେ ନର୍କଗାମୀ ହେବାର ଧମକ ଆଲ୍ଲାହ ଦିବ୍ୟ ପବିତ୍ର କୋରାନରେ ଦେଇଛନ୍ତି। କୋରାନର ଅନୁବାଦ ଦେଖନ୍ତୁ।
ଏସବୁ ଧର୍ମ ବାତିଲ ବା ମିଛ ଧର୍ମ ବୋଲି କୋରାନ କହିଛି। କେବଳ ମନୁଷ୍ୟ ଜୀବର ଜୀବନ ଥିବା ପର୍ଯ୍ୟନ୍ତ ଏସବୁ ଧର୍ମ ତାର କାମରେ ଆସିବ। ମଲା ପରେ ଏସବୁ ଧର୍ମର ଲାଭ ନାହିଁ। ଦେହ ଓ ମନ ଅକ୍ଷୟ ଅମର ଜୀବନ ଆଲ୍ଲାହଙ୍କ ଦ୍ୱାରା ପାଇ କେବଳ ନର୍କ ନିଆଁରେ ତଥା ନର୍କରେ ଥାଇ ଭଳି ଭଳିକି ଯନ୍ତ୍ରଣା ପାଉଥିବ। ଇଚ୍ଛା କଲେ ଚାହିଁଲେ ବି ସୁଧୁରିବାର ଦାୟରେ ଆଉ ପୂର୍ବ ଜୀବନର ଇହଲୋକ ବା ସଂସାରକୁ ଆସିପାରିବ ନାହିଁ। ଆଲ୍ଲାହ କୋରାନରେ କହିଛନ୍ତି, ଲୋକଙ୍କୁ ଭଲ କଥା କୁହ, ମନ୍ଦ କଥାରୁ ଦୂରେଇ ରଖ, ଅଟକାଅ। ଉଭୟଙ୍କର ଲାଭ ଅଛି, ତୁମର ଓ ଯାହାଙ୍କୁ ଭଲ କଥା କହୁଛ ସେମାନଙ୍କର। କେତେ ଭଲ ଥିଲା ଯଦି ପୂର୍ବରୁ ଜାଣିଥାନ୍ତେ। ଯାହାର ମୃତ୍ୟୁ ସମୟ ପାଖେଇ ଆସିବ, ତାର ହେବାରେ ଜମାରୁ ଗୋଟିଏ ମିନିଟ ଆଗପଛ ହେବ ନାହିଁ। ମୁଁ ମଣିଷକୁ ବୁଦ୍ଧି, ବିବେକ, ବିଚାର ଶକ୍ତି, ଜ୍ଞାନୀ ଲୋକଙ୍କୁ ପଚାରି ବୁଝି ସୁଧୁରି ଯିବାର ଅବସର, ସୁଯୋଗ, ଅବକାଶ ଦେଇଅଛି। ସେ ତାହାର ସଦ୍ ବିନିଯୋଗ ନ କରି ପରଲୋକରେ ଆସି ମୋ ସହିତ ଯୁକ୍ତିତର୍କ କଲେ ମୁଁ ଆଲ୍ଲାହ ଆଉ କିଛି ଶୁଣିବି ନାହିଁ। ତୁମକୁ ସେହି ବଦଳ ମିଳିବ ଯାହା ତୁମେ ତୁମର ପ୍ରଥମ ନଶ୍ୱର ସାଂସାରିକ ମରଣଶୀଳ ଜୀବନରେ କରୁଥିଲ। ମୋ ପାଖରେ କଥା ବଦଳି ନଥାଏ, ନତୁବା ମୁଁ ମୋର ବନ୍ଦା ବା ଭକ୍ତଙ୍କ ଉପରେ ଜୁଲୁମ ବା ଅତ୍ୟାଚାର କରେ। ଆଲ୍ଲାହ ପ୍ରତିଶୋଧୀ ଏବଂ ପ୍ରତିଶୋଧ ବା ବଦଲା ନେବାରେ ଏକମାତ୍ର ବିଜୟୀ। ତେଣୁ ହେ ମହମ୍ମଦ, ତୁମେ କୋରାନରୁ ସେମାନଙ୍କୁ ଉପଦେଶ ଦିଅ ଯିଏକି ଚିନ୍ତିତ, ଅନୁଭବୀ, ବୁଦ୍ଧିଆ ଏବଂ ମୋର ଅଜାବ ବା ଯନ୍ତ୍ରଣାର ଧମକକୁ ଡରେ। ହେ ଲୋକେ, ଶୁଣିଥାଅ, ଆଲ୍ଲାହର ଅଜାବ ବା ଯନ୍ତ୍ରଣା ଡରର ଜିନିଷ। ମଣିଷ ମୋର କବଳରେ ଅଛି, ସେଥିରୁ ଜମା ବାହାରି ପାରିବ ନାହିଁ। ଏବେ ଯେଉଁ ଲୋକ ଚାହିଁବ ମୋର ଏକେଶ୍ୱରବାଦର, ସବୁଦିନିଆ ରହିବା ସନାତନ ଧର୍ମର, ସ୍ୱର୍ଗରେ ଥାଇ ଶାନ୍ତି ସୁଖ ପ୍ରାପ୍ତିର ଧର୍ମକୁ ମଲା ପୂର୍ବରୁ ଆପଣେଇ ନେଇପାରେ। ମୁଁ ମଣିଷକୁ ମୋର ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରିବି ନାହିଁ କିମ୍ବା ତାକୁ ଛାଡ଼ିବି ବି ନାହିଁ। ଏବେ ମଣିଷର ଯାହା ଇଚ୍ଛା ତାହା ମନମାନି କରୁ। ବଳେ ମୃତ୍ୟୁ ପାଇ ମୋ ପାଖକୁ ଧରା ହୋଇ ଆସିବ। ସେତେବେଳେ ବତାଇ ଦେବି ମଣିଷର କାମ ଯାହା ସେ କରୁଥିଲା। ମୋତେ ମଣିଷର କାମ ଖୁବ୍ ଜଣାଅଛି। ହେ ମଣିଷ, ତୁ ମୂଢ଼, ମୂର୍ଖ, ଅଜ୍ଞ ହୋଇଯାଅନା। ଇସଲାମ ଧର୍ମ ବ୍ୟତୀତ ଧର୍ମ ନାହିଁ। ତୋର ବାପ ଅଜା ପୂର୍ବଜେ ତୋତେ ମିଛ, ବାତିଲ ବା ରଦ୍ଦ ଧର୍ମରେ ବୁଡ଼ାଇ ଭୁଲାଇ ରଖିଲେ। ବଡ଼ ହେବା, ଜ୍ଞାନୀ ହେବା ପରେ ବି ତୁ ସେଇ ପ୍ରଥାରେ ରହି ରହି ମରଣକୁ ଭେଟିଲୁ ଏବଂ କବର ମୁହଁକୁ ଗଲୁ। ମଲା ପରେ ପରଲୋକରେ ଆଉ ସୁଧାର ସଂସ୍କାରର ଅବସର ମିଳିବ ନାହିଁ। ଇହଜଗତକୁ ଫେରିବା ନାହିଁ। ଏଠି କେବଳ ପାଇବା ବା ପ୍ରାପ୍ତି, ସଜା ତଥା ପୁରସ୍କାର ଅଛି। ସ୍ୱର୍ଗ ପ୍ରାପ୍ତି ମଣିଷ ଜୀବନର ଶ୍ରେଷ୍ଠ ସଫଳତା। ଏହି ସଫଳତାକୁ ମଣିଷ ସହଜରେ ସଂସାରର ଧୋକାବାଜି ଚାଲରେ ପଡ଼ି ନିଜେ ଏବଂ ଅନ୍ୟମାନଙ୍କୁ ଭୁଲାଇ ଥିବାରୁ ନିଜର ପରଲୋକୀୟ ପୁନର୍ଜୀବିତ ଅମର ଅକ୍ଷୟ ଶାନ୍ତିର ଜୀବନରେ ପାଇପାରିବେ ନାହିଁ। କୋରାନ ପଠାଇଛି ମୁଁ ଆଲ୍ଲାହ ଏବଂ ତାର ସୁରକ୍ଷାକର୍ତ୍ତା ବି ମୁଁ ଆଲ୍ଲାହ। ମହମ୍ମଦ କୋରାନର ପ୍ରାପ୍ତକାରୀ, ସେ ତାର ଲେଖକ ନୁହନ୍ତି। ମୁଁ ସଂସାରର ଯେଉଁ ଯେଉଁ ସ୍ଥାନମାନଙ୍କୁ ମୋର ବାର୍ତ୍ତା, ସନ୍ଦେଶ, ଆକାଶୀ ବହି ବା ଆସମାନି ସେହିଫା, ପାଇଗାମଧାରୀ ବାର୍ତ୍ତାଧର ପାଇଗମ୍ବରଙ୍କ ଜରିଆରେ ପଠାଇଛି, ସେମାନେ ସେତେବେଳେ ଯେଉଁ ଯେଉଁ ଭାଷାରେ କଥା ହେଉଥିଲେ, ମୁଁ ସେହି ସବୁ ଭାଷାରେ ମୋର ବହି ପ୍ରେରିତ କରିଥିଲି। ମହମ୍ମଦ ଥିଲେ ଆରବର ଅଧିବାସୀ, ସେ ଲାଗି କୋରାନର ଭାଷା ଆରବୀ ହୋଇଛି। ମହମ୍ମଦ ଯଦି କୋରାନ ସମ୍ବନ୍ଧରେ ଗୋଟିଏ ବି କଥା ନିଜ ଆଡ଼ୁ ମିଛ ମନ ଗଢ଼ି କହିଥାନ୍ତେ, ତେବେ ସେଇଠି ସାଙ୍ଗେ ସାଙ୍ଗେ ତାଙ୍କର ବେକ କାଟି ଦେଇଥାନ୍ତି। ତୁମେ ମଣିଷମାନେ ତାଙ୍କୁ ସାହାଯ୍ୟ କରିପାରିନଥାନ୍ତ। ପାଠ ହାକ୍କା, କୋରାନ ଭାଗ 30। ସେ ସେମିତି କହୁଛନ୍ତି ଯେମିତି ମୁଁ କହିଛି। କୋରାନ ସତ୍ୟତାକୁ ଧରି ସତ୍ୟତାର ପ୍ରତିଷ୍ଠା ପାଇଁ ଓହ୍ଲାଇ ଅଛି କି ମଣିଷର ବୁଦ୍ଧିକୁ ବଣା କରିଦେବ, ତାର ଭେଜା କାଢ଼ିଦେବ। ଏବେ ଯିଏ ଚାହେଁ କୋରାନକୁ ମାନିପାରେ, ନହେଲେ ନ ମାନିପାରେ, ତାର ବ୍ୟକ୍ତିଗତ ଇଚ୍ଛା। ମଣିଷ ମନର ବ୍ୟକ୍ତିଗତ ଇଚ୍ଛା। ମଣିଷ ନିଜ ମନର ଇଚ୍ଛା ବା ଆକାଂକ୍ଷା ପଛରେ ନ ଯାଉ କି ପ୍ରକୃତ ରାସ୍ତାରୁ ଓହରି ଯାଇ ଦୂରରେ ରହିଯିବ। ହେ ମଣିଷ, ତୁମର ଏ ଧର୍ମ ଗୋଟିଏ ଧର୍ମ, ଆଉ ମୁଁ ତୁମର ଜଣେ ମାତ୍ର ପ୍ରଭୁ। ତେଣୁକରି ମୋତେ ମାନ ଏବଂ ପୂଜ, ତୁମରି ଲାଭ ହେବ। ମୋ ଛଡ଼ା ଆଉ କେହି ତୁମର ଦ୍ୱିତୀୟ ପ୍ରଭୁ ଏବଂ ପୂଜାଯୋଗ୍ୟ ମାବୁଦ ବା ଉପାସ୍ୟ ନାହିଁ। ଥିଲେ ସେମାନେ ଧ୍ୱଂସ, ନଷ୍ଟ, ବର୍ବାଦ ହୁଅନ୍ତେ ଅବା ନିଜ ସ୍ଥିତିର ବାଟ ଖୋଜନ୍ତେ। ତୁମେ ମଣିଷମାନେ ମୋତେ ଛାଡ଼ି ମୋର ସୃଷ୍ଟି କାଠ, ମାଟି, ପଥର, ଧାତୁରେ ମୂର୍ତ୍ତି ଗଢ଼ି ନିଜ ହାତଗଢ଼ା ପ୍ରତିମାମାନଙ୍କୁ ଯେଉଁ ମିଛରେ ପୂଜୁଛ, ସେମାନେ ତୁମର କିଛି ବି ଲାଭ କ୍ଷତି କରିପାରିବେ ନାହିଁ।
ବା କାମରେ ଆସିପାରିବେ ନାହିଁ। ଆଗାମୀକାଲି କୟାମତରେ ପରିଣାମ ପ୍ରାପ୍ତିର ଦିନରେ ସେହି ସବୁ ମୂର୍ତ୍ତିମାନଙ୍କୁ ମୁଁ ଅଲ୍ଲାହ ଗୋଟିଏ ଶବ୍ଦ କୁନ୍ ଫୟକୁନ୍ ବା ହୁଅ ହୋଇଯାଅରେ ଡାକରା ଦେଇ ସେମାନଙ୍କୁ ଜୀବନ ଦେଇ ପୁଣି ଥରେ ବଞ୍ଚାଇ ତୁମ ବିରୁଦ୍ଧରେ ଠିଆ କରାଇବି। ଆଉ ସେମାନେ କହିବେ, ତୁମେମାନେ ଆମକୁ କେତେବେଳେ ପୂଜୁଥିଲ, ଆମକୁ ତାହା ଜଣା ନଥିଲା। ସେବେ ଭାବ ତୁମର ଅବସ୍ଥା କେମିତି ହେବ। ତେଣୁ କେତେ ଦୁର୍ବଳ ସେମାନେ ଏବଂ କେତେ ଦୁର୍ବଳ ତୁମ୍ଭେମାନେ ଟିକିଏ ଜାଣ। ଅବିଶ୍ୱାସୀ କାଫିର ଏବଂ ମୁଶ୍ରିକ ବା ସମକକ୍ଷକାରୀ ମୋଠାରୁ ଆଦୌ ବା ଜମାରୁ କ୍ଷମା ପାଇବେ ନାହିଁ। ପାଠ ମହମ୍ମଦ କୋରାନ ଭାଗ 26। ଏହା ତଳକୁ ଆଉ ଯାହା କିଛି ଅଛି ମୁଁ ଅଲ୍ଲାହ ଚାହିଁଲେ କ୍ଷମା ଦେଇପାରେ, ନହେଲେ କ୍ଷମା ନ ଦେଇପାରେ। ସୁତରାଂ ହେ ମଣିଷ, ବାପା ମା ଏବଂ ପୂର୍ବଜଙ୍କ କଥାରେ ପଡ଼ି ଅଜ୍ଞ ମୂଢ଼ ନ ରହି ମଲା ପୂର୍ବରୁ ଅଲ୍ଲାହର ଏକେଶ୍ୱରବାଦର ଶାନ୍ତି ପାଇବାର ଧର୍ମ ଇସଲାମ ଗ୍ରହଣ କରି ଅଲ୍ଲାହର ମୁସଲମାନ ହୋଇ ମରିଲେ ଚିର ନର୍କ ଯନ୍ତ୍ରଣାରୁ ମୁକ୍ତି ପାଇ ସ୍ୱର୍ଗ ସୁଖ ଅଧିକାରୀ ହୋଇ ଶାନ୍ତି ସୁଖର ଧାମ ସ୍ୱର୍ଗରେ ଅମର ମୃତ୍ୟୁହୀନ ଜୀବନ ବିତାଇ ରହିବ। ସ୍ୱର୍ଗକୁ କେବଳ ମୁସଲମାନ ମାନେ ଯିବେ, ଅନ୍ୟମାନେ ଇସଲାମୀ ହେଲେ ଯାଇ ଯିବେ, ନହେଲେ ଯାଇପାରିବେ ନାହିଁ। ଇସଲାମ ହିଁ ସନାତନ ଧର୍ମ, ଯାହା ପୂର୍ବରୁ ରହିଆସିଛି ଏବଂ ରହିଥିବ, ଏବଂ ଏହି ଧର୍ମର ସ୍ରଷ୍ଟା ହେଉଛନ୍ତି ଅଲ୍ଲାହ ଏବଂ ଗ୍ରହୀତା ହେଉଛି ମନୁଷ୍ୟ। କବିବର ରାଧାନାଥ ତାଙ୍କର ଉଷା ନାମକ କାବ୍ୟରେ କହିଛନ୍ତି, ଜୀବନ ଯାହାକୁ ବୋଲନ୍ତି ସେ ସିନା ମୃତ୍ୟୁକୁ ଗତି। ପୁଣି ଦରବାର କାବ୍ୟରେ କହିଛନ୍ତି, ବଡ଼ କ୍ରୂର କାଳ ବଡ଼ ଅବିଶ୍ୱାସୀ, ହାବଡ଼ି ଯିବ ସେ ଆଚମ୍ବିତେ ଆସି, ଦୂରବର୍ତ୍ତୀ ଜାଣି କାଳକୁ ଯେ ହସେ, ହସି ସେ ତା ପଛେ ଆସି ଲୁଚି ବସେ। ସେହି ଦରବାର କାବ୍ୟରେ ପୁଣି ଅଛି, ଭଙ୍ଗା ମାଠିଆରୁ ସଲିଳ ଯେସନ ସରିଯାଉଅଛି ଆୟୁ ପ୍ରତିକ୍ଷଣ। ଭକ୍ତ କବି ମଧୁସୂଦନ ରାଓ ତାଙ୍କର ଜୀବନଚିନ୍ତା ନାମକ କବିତାରେ କହିଛନ୍ତି, ରେ ଆତ୍ମନ୍ ନିଦ୍ରା ପରିହରି, ଫେଡ଼ି ଚିନ୍ତାର ଲୋଚନ, କର କର ନିରୀକ୍ଷଣ, ନିଶବ୍ଦେ ଜୀବନ ସ୍ରୋତ ଧାଉଁଛି କିପରି, ଭେଟିବାକୁ ମୃତ୍ୟୁ ସିନ୍ଧୁ କରାଳ ଲହରୀ। ଧର୍ମ କବିତାରେ କହିଛନ୍ତି, ବାଲ୍ୟକାଳୁ ଧର୍ମ ଧନ ମୁଁ ସଞ୍ଚିବି ଏ ଜୀବନ ଅନିଶ୍ଚିତ, କେଜାଣେ କାହାର ଆଜି ମୃତ୍ୟୁ କାଳ ହୋଇଯିବ ଉପସ୍ଥିତ। ତେଣୁ ସେହି ମୃତ୍ୟୁ ଉପରେ ଅତୀତରେ ଓଡ଼ିଆ ପ୍ରଫେସର ଥିବା ଡକ୍ଟର ଶରତ ଚନ୍ଦ୍ର ପ୍ରଧାନ ସଂସ୍କୃତ ମୃତ୍ୟୁର ଉପକଥା କବିତା ସଂସାର ମୋହଗ୍ରସ୍ତତା ଉପରେ ଉପଭୋଗମୟତାରେ ରହିବାକୁ ଚାହିଁ ଛାର ମୃତ୍ୟୁ ଭୟକୁ ମନରୁ ଏଡ଼ାଇ ରଖିବାରେ ଇଚ୍ଛୁକ ହୋଇ ଅଛନ୍ତି। ପ୍ରଫେସର ଶରତ ଚନ୍ଦ୍ର ପ୍ରଧାନ କେନ୍ଦୁଝର ଜିଲ୍ଲାରେ ଜନ୍ମଲାଭ କରିଥିଲେ, କିନ୍ତୁ କଟକ ସହରର ଜୋବ୍ରା ମଝିସାହିରେ ସ୍ଥାୟୀ ବାସିନ୍ଦା ହୋଇ ରହୁଥିଲେ। ବର୍ତ୍ତମାନ ମରିଯାଇଛନ୍ତି। ସେ ଜଣେ ପାଠ୍ୟ ଅନ୍ତର୍ଗତ କବି। ତାଙ୍କର ଉଚ୍ଚଶ୍ରବା କବିତାଟିକୁ ମୁଁ ଟିଟଲାଗଡ଼ର ଡିଏଭି କଲେଜରେ ଥିବା ବେଳେ BA ଓଡ଼ିଆ ଅନର୍ସ ପିଲାମାନଙ୍କୁ ପଢ଼ାଇଥିଲି। ପରେ ସେହି କବିତାଟି ଉତ୍କଳ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପାଠ୍ୟ ପ୍ରଚଳିତ MA ଶ୍ରେଣୀରେ ଥିଲା। ଡକ୍ଟର ଶରତ ପ୍ରଧାନ ଅନୁଗୁଳର ସରକାରୀ କଲେଜରୁ ଆସି ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଓଡ଼ିଆ ବିଭାଗରେ ଅଧ୍ୟାପକ ଭାବେ ଯୋଗ ଦେଇ 1986 ମସିହା ଶେଷ ବେଳକୁ ରହିଥିଲେ। ମୋର ଶିକ୍ଷକ ଥାଇ ମୋତେ ବେଶୀ କରି MPhil ଶ୍ରେଣୀରେ ପଢ଼ାଇଥିଲେ। ମଧୁସୂଦନ ରାଓଙ୍କ ଉପରେ ଡକ୍ଟରେଟ୍ ଡିଗ୍ରୀ ଲାଭ କରି ମଧୁ ସୃଷ୍ଟି ଅମୃତ ଦୃଷ୍ଟି ନାମରେ ଥେସିସ୍ ଓ ବହି ଛାପିଥିଲେ। ତାଙ୍କର କବିତା ବହିର ନାମମାନ ହେଲେ ଉଚ୍ଚଶ୍ରବା, ନଈ, ହଂସ, ମାଛ ଓ ସାରସ, ଅସ୍ଥିର ପାଦ ଇତ୍ୟାଦି। ଯଯାତି ଏବଂ ଜରତା କାବ୍ୟ ମଧ୍ୟ ତାଙ୍କର ଅଛି। ବିଲେଇ ଗୃହପାଳିତ ପଶୁ। କିଛି ଲୋକ ବିଲେଇକୁ ନିଜ ଘରେ ପାଳି ପୋଷି ରଖିଥାନ୍ତି, ଆଉ କିଛି ଲୋକଙ୍କ ଘରେ ବିଲେଇ ମନକୁ ମନ ଯାଇଥାଏ ଖାଦ୍ୟ ପ୍ରାପ୍ତି ଆଶାରେ, ମୂଷା ମାରିବା ଲୋଭରେ। ଧଳା, ମାଟିଆ, କାଳିଆ, ଚିତିରା ଚିତିରା ହୋଇ ସାଧାରଣତଃ ବିଲେଇର ରଙ୍ଗ ଥାଏ। କବି କବିତାଟିକୁ ବୌଦ୍ଧିକ ଦୁର୍ಬೋଧ୍ୟ କରି ରଚିଛନ୍ତି। ସେ କଳା ବିଲେଇକୁ ମୃତ୍ୟୁର ପ୍ରତୀକ ସଂକେତ କରିଛନ୍ତି। ଯେହେତୁ ମୃତ୍ୟୁ ଅନାଗତ, ଅନିଶ୍ଚିତ, ଆଗାମୀ ଭବିଷ୍ୟତ କାଳରେ ରହିଛି, ମୃତ୍ୟୁ ଜୀବ ପାଇଁ ନିଶ୍ଚିତ, ହେଲେ କେବେ, ବିଶେଷ କରି ମଣିଷ ଜୀବନରେ ଆସିବ ହଠାତ୍ ବା ସଂକେତ ଜରିଆରେ, ଏହା ମଣିଷକୁ ଅଜଣା। ସେଥିପାଇଁ ମୃତ୍ୟୁକୁ କଳା ବିଲେଇର ପ୍ରତୀକ କରି ମୃତ୍ୟୁ ସମ୍ପର୍କରେ ନିଜର କବି ମନୋଭାବ ବ୍ୟକ୍ତ କରିଛନ୍ତି ଆବରଣଯୁକ୍ତ ଭାଷାରେ। ମୃତ୍ୟୁ ସମ୍ପର୍କରେ ତ ଆଗରୁ ଅନେକ କବିତାରେ କିଛି କିଛି କୁହାଯାଇଛି। ସେଥିରେ ଏହି କବିତାଟି ସଂଯୁକ୍ତ ଥିବାରୁ କବି ମୃତ୍ୟୁର ଉପକଥା ସେ ଲାଗି ନାମ ଦେଇଛନ୍ତି। କଥାର ଶାଖା କଥା ମାନେ ଉପ। ମୃତ୍ୟୁ ସର୍ବଦା ଅଦୃଶ୍ୟରେ ଥାଇ ମଣିଷର ପାଖେ ପାଖେ ବୁଲୁଛି। ହିନ୍ଦୁଙ୍କର ଯମ ମୃତ୍ୟୁର ଦେବତା, ସେହିପରି ଇସଲାମରେ ଇଜ୍ରାଇଲ୍ ଆଲୈହିସ୍ସଲାମ ବା ମଲେକୁଲ ମୌତ ମୃତ୍ୟୁର ଦେବଦୂତ, ଫରିସ୍ତା ବା ଏଞ୍ଜେଲ। ସେ ମଣିଷର ରୁହୁ ବା ଆତ୍ମା କବଜ କରି ବା ନିଜ ଅକ୍ତିଆରକୁ
ଆଣି ନେଇ ଚାଲି ଯାଆନ୍ତି। ଆକାରରେ ଜଣେ ହେଲେ ସହସ୍ର ରୂପ ନେଇପାରିବେ, ତାଙ୍କୁ ଆଲ୍ଲାହ ସେ କ୍ଷମତା ଦେଇଛନ୍ତି। ମୃତ୍ୟୁ ପରେ ମଣିଷ ନିଶ୍ଚିତ କବର ଭିତରେ ଅଧା ଜୀବନ ପାଇ ଉଠି ବସିବ। ମୁନକିର ନକିର ନାମକ ଅନ୍ୟ 2 ଜଣ ଦେବଦୂତ ବା ଫରିସ୍ତାଙ୍କର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ହେବା ପାଇଁ। ଏକଥାକୁ ପ୍ରତ୍ୟେକ ମୁସଲମାନ ଅନ୍ଧ ଭାବରେ ବିଶ୍ୱାସ କରିବେ, ନହେଲେ ସେ ମୁସଲମାନ ନୁହନ୍ତି। ନିଆଁରେ ପୋଡ଼ାଯାଇ ପାଉଁଶ ହୋଇଥିବା ହିନ୍ଦୁ, ଜୈନ, ବୌଦ୍ଧ ଲୋକମାନେ ତଥା କାଠବାକ୍ସରେ ପୋତା ହେଉଥିବା ଖ୍ରୀଷ୍ଟିଆନ ମାନେ ମଧ୍ୟ ମୁନକିର ନକିରଙ୍କୁ ସେମାନଙ୍କର କବର ଭିତରେ ସାମ୍ନା କରିବେ। ଏ 2 ଫରିସ୍ତାଙ୍କୁ ଦେଖିବେ, ତାଙ୍କର ସମ୍ମୁଖୀନ ହେବେ। ଆଲ୍ଲାହଙ୍କର କୁନ୍ ଫୟକୁନ୍ ହୁଅ ବା ହୋଇଯାର ଏକମାତ୍ର ଡାକରେ। ଆଲ୍ଲାହ ଦିବ୍ୟ ପବିତ୍ର କୋରାନର ୟାସିନ ପାଠରେ କହିଛନ୍ତି, ଇନ୍ନା ନହିନୁ ନୁହିୟଲ ମୌତା। ଓଡ଼ିଆ ଅର୍ଥ ହେଲା, ଏଥିରେ କୌଣସି ସନ୍ଦେହ ନାହିଁ କି ଅବଶ୍ୟ ଆମ୍ଭେ ଆଲ୍ଲାହ ମୃତକଙ୍କୁ ଜୀବିତ କରିବୁ। ଯେଉଁମାନେ ଦୁଷ୍କର୍ମୀ ସେମାନଙ୍କୁ ଏଇ 2 ଫରିସ୍ତା ହାତ ବଢ଼ାଇ ରାଗିକି କହିବେ, କାଢ଼ ନିଜର ଆତ୍ମାକୁ, ତୁମମାନଙ୍କୁ ଅପମାନଜନକ ଦୁଃଖପୂର୍ଣ୍ଣ ଶାସ୍ତି ଦିଆଯିବ। ତୁମେମାନେ ଦୁନିଆରେ ଥାଇ ଅଯଥା ଗର୍ବ ଫୁଟାଣି ବଡ଼େଇ କରୁଥିଲ। କୋରାନ ଦେଖନ୍ତୁ। ମୋବାଇଲରେ ବି କୋରାନ ଉପଲବ୍ଧ ଅଛି, ଶୁଣନ୍ତୁ। ଖାଲି ବୁଝିଲେ ହେଲା ନାହିଁ, ବୁଝିବା ସହିତ କାମରେ ଲଗାଇବାକୁ ହେବ। ସେହି କାମରେ ଲଗାଇବାଟା ହେଉଛି ମରିବା ପୂର୍ବରୁ ଏକେଶ୍ୱରବାଦର ଧର୍ମ ଇସଲାମକୁ ଗ୍ରହଣ କରି ମରିବା। ଆଲ୍ଲାହ କହିଛନ୍ତି, ହେ ମନୁଷ୍ୟ, ତୁମେ ଯଦି ମୋତେ ପୂଜୁନ, ତେବେ ମୋ ପାଖରେ ତୁମର କୌଣସି ସମ୍ମାନ ନାହିଁ। ତୁମେ ସମସ୍ତକୁ ସମସ୍ତେ ଚିର ନର୍କଗାମୀ ହେବ। ମାନିବେ ସେଇମାନେ ଯେଉଁମାନେ ବୁଦ୍ଧିମାନ, ଚିନ୍ତାଶୀଳ। ହେ ମନୁଷ୍ୟ, ତୁମର ଯଦି ନିଜର ଜ୍ଞାନ ନାହିଁ, ତାହେଲେ ଜାଣୁଥିବା ଜ୍ଞାନୀ ଲୋକଙ୍କୁ ପଚାର। ତୋର ପ୍ରଭୁର ଯନ୍ତ୍ରଣା ଭୟର ଜିନିଷ। ଆଲ୍ଲାହ ସତକଥା କହିବାରେ ଲାଜ କରେ ନାହିଁ। ମଣିଷ ଖରାପ ଭାବୁ, ମୋତେ ଚିଡ଼ୁ, ମୋର କିଛି କ୍ଷତି କରିପାରିବ ନାହିଁ। ଓଲଟି ମୋ ଦ୍ୱାରା ନିଜେ କ୍ଷତିର ଶିକାର ହେବ। ମୋର ଆଲ୍ଲାହର କଥା ହୋଇକି ରହିବ। ମଣିଷ ଆଲ୍ଲାହର କଥା ବଦଳାଇ ପାରିବ ନାହିଁ। ବଦଳାଇଥିଲେ କୟାମତରେ ଏଥିପାଇଁ ତାକୁ ଶାସ୍ତି ଭୋଗିବାକୁ ପଡ଼ିବ। କୋରାନର ତାହା ପାଠରେ ତାର 16 ଭାଗରେ ଅଛି, ମିନହା ଖଲକନାକୁମ ଓଫିହା ନୁଇଦୁକୁମ ଓମିନହା ନୁଖରିଜୁକୁମ ତାରତନ ଉଖରା। ଓଡ଼ିଆ ଅର୍ଥ ହେଲା, ଆମ୍ଭେ ଆଲ୍ଲାହ ମଣିଷକୁ ମାଟିରୁ ହିଁ ତିଆରି କରିଛୁ। ମଲା ପରେ କବର ଦ୍ୱାରା ତାକୁ ସେହି ମାଟିକୁ ନେଇଯିବୁ ଏବଂ ପୁଣି କୟାମତରେ ସେହି ମାଟି ଭିତରୁ ତାକୁ ଶରୀର ମନରେ ଦ୍ୱିତୀୟବାର ବାହାର କରାଇବୁ। ପ୍ରଥମ ବାର ବାହାର କରାଇବା ମା ପେଟରୁ ଜନ୍ମ ରୀତିରେ ହୋଇଥିଲା। ମା ପେଟ ମଣିଷର ପ୍ରଥମ କବର, କାରଣ ଘଟ ତିଆରି ହୋଇ ମଲା ଭଳି ମା ପେଟରେ ଥିଲା। ପରେ ସେଥିରେ ଜୀବନ ଦିଆଯିବାରୁ ପିଲାଟି ଚଳପ୍ରଚଳ ହୋଇ ବୁଲିଲା। ମା ପେଟରୁ ମଲା ପିଲା ବି ବାହାରେ। ଆଲ୍ଲାହ କାଫ ପାଠରେ କହିଛନ୍ତି, ଆମ୍ଭେ ମଣିଷକୁ ଏଭଳି ଜୀବନ୍ତ କରିବୁ ଯେମିତି ଗ୍ରୀଷ୍ମ ଦିନେ ଫଟା ଟାଙ୍ଗରା ବଞ୍ଜର ଅନାବାଦୀ ଜମିରେ ବର୍ଷା ଜଳ ପଡ଼ି ଘାସ ଦୁବ କଅଁଳେ, ଭୂମି ଶ୍ୟାମ ସବୁଜିମା ହୁଏ। ଠିକ୍ ସେମିତି ଆଲ୍ଲାହର ଗୋଟିଏ ଡାକ ହୋଇଯା ବା ହୁଅ କୁନ୍ ଫୟକୁନରେ ମଣିଷ ଆପଣା ଛାଏଁ କବର ଫଟାଇ ହସ୍ର କି ମୈଦାନ ବା ପରିଣାମ ପ୍ରାପ୍ତିର ପଡ଼ିଆକୁ ଦୌଡ଼ି ଚାଲି ଆସିବ। ଆଲ୍ଲାହ ସବୁକିଛି କରିପାରେ। ସେଥିପାଇଁ ମଣିଷ ଆଲ୍ଲାହଙ୍କୁ ସର୍ବଶକ୍ତିମାନ ବା ଅଲମାଇଟି କହିଛି। ସମୟ ଆସିଲେ ମଣିଷ ବଳେ ଜାଣିଯିବ। ତେଣୁ ମଣିଷ ଅଧୈର୍ଯ୍ୟ ନ ହେଉ। କୋରାନ ସାରା ଜଗତ ମନୁଷ୍ୟ ପାଇଁ ତାର ଆତ୍ମା ରୋଗର ଚିକିତ୍ସା ଶାସ୍ତ୍ର, ଦିଗ୍ଦର୍ଶନ ପାଇଁ ଗ୍ରନ୍ଥ। ମଣିଷ ମୋତେ ଚିଡ଼ିଲେ, ଘୃଣା କରି ବିଦ୍ୱେଷ ଭାବ ମନରେ ରଖିଲେ ବି ମୁଁ ଆଲ୍ଲାହ ବି ଏଭଳି ମଣିଷକୁ ଚିଡ଼େ, ଘୃଣା କରେ। ହେଉ, ଏଭଳି ମଣିଷ କିଛିଦିନ ମୋରି ଭୂମିରେ ଜନ୍ମ ହୋଇ ମୋରି ଉପଜ ଖାଦ୍ୟ ଖାଇ ବଞ୍ଚି ରହି ଜୀବନ ପାଇ ମଉଜ ମସ୍ତିର ସହିତ ରହୁ, ମନମାନି କରୁ। ମୃତ୍ୟୁ ପରେ ଆଖି ସାମ୍ନାରେ ମୋର ତାର ପ୍ରତି ପ୍ରଦତ୍ତ ଯନ୍ତ୍ରଣା ଦେଖିକି ଅନୁତପ୍ତ ହେବ, ଚିତ୍କାର କରିବ, ନର୍କରୁ ବାହାରି ଆସିବାର ଚେଷ୍ଟା କରିବ। ହେଲେ ଯାତନା ଦେବାର ଦେବଦୂତ ତାକୁ ନିର୍ଦ୍ଦୟ ବ୍ୟବହାରର ସହିତ ପୁଣି ଥରେ ସେହି ନର୍କରେ ପକାଇଦେବେ। ପୂଜ, ଗନ୍ଧିଆ ରକ୍ତ, ଫୁଟନ୍ତା ପାଣି ପିଇବ, କଣ୍ଟା ଖାଇବ, ଫୁଟନ୍ତା ପାଣିରେ ପହଁରିବ। ଏଇ ତାର ଶାସ୍ତି। କାରଣ ସେ ବଡ଼ପଣ ଦୟାମୟ ଆଲ୍ଲାହଙ୍କ ଉପରେ ବିଶ୍ୱାସ ନ ଆଣି ମୁସଲମାନ ହେଉନଥିଲା। ଭୋଗୁ ମୋତେ ନ ମାନିବାର ପରିଣାମ। ମୁଁ ଆଲ୍ଲାହ ଯେସାକୁ ତେସାକାରୀ, କିନ୍ତୁ କଦାପି ଅତ୍ୟାଚାରୀ ନୁହେଁ। ମୁଁ ଜାଣେ, ଦେଖେ ମଣିଷକୁ ଓ ତାର ସାଂସାରିକ କାର୍ଯ୍ୟାବଳୀକୁ। ମୁଁ କଦାପି ଭୁଲେନା। ଏ ମେହବୁବ, ତୁମ୍ହାରା ରବ ଗାଫିଲ ନାହିଁ, ଏ ଲୋଗୋ ତୁମ୍ହାରେ ଆମାଲ ସେ। ଓଡ଼ିଆ ଅର୍ଥ ହେଲା, ଏ ପ୍ରିୟତମ ମହମ୍ମଦ, ତୁମର ପ୍ରଭୁ ଭୁଲି ଯାଇ ନାହିଁ ହେ ଲୋକମାନେ ତୁମର କର୍ମମାନଙ୍କୁ। ଅଲଗା ଅଲଗା ପ୍ରଭୁ ଭଲ ନୁହେଁ, ଜଣେ ଆଲ୍ଲାହ ସବୁରି ଉପରେ ବିଜୟୀ ଖୋଦା ହିଁ ଭଲ। କୋରାନରେ ଅଛି,
ଯେଉଁ ଲୋକେ ହାତରୁ ଧର୍ମପୁସ୍ତକ ଲେଖି କହିଦେଉଛନ୍ତି କି ଏହା ଦୈବୀ ଗ୍ରନ୍ଥ ବିଭୁଙ୍କ ତରଫରୁ ଆସିଛି, ବଦଳରେ ସାଂସାରିକ ଫାଇଦା ପାଉଛନ୍ତି, ପରଲୋକରେ ସେମାନେ ଶାସ୍ତି ପାଇବେ। ଦ୍ୱିତୀୟ ଭାଗ କୋରାନ୍ ଦ୍ରଷ୍ଟବ୍ୟ। ମୁଲ୍କ ପାଠରେ ଖୋଦା କହିଛନ୍ତି, ଆମ୍ଭେ ଆଲ୍ଲାହ ମୃତ୍ୟୁ ଓ ଜୀବନ ଦୁଇଟି କାର୍ଯ୍ୟସ୍ଥିତି ଏଥିପାଇଁ ତିଆରି କରିଛୁ କି ଦେଖିବୁ ହେ ମଣିଷମାନେ, ତୁମମାନଙ୍କ ଭିତରୁ କାହାର କାମ ଭଲ। ମୃତ୍ୟୁ ସ୍ଥିର କରି ସାରିଲା ପରେ ଯାଇ ଆଲ୍ଲାହ ଜନ୍ମ କରିଥାନ୍ତି, ସେ ଲାଗି ଆଗ ମୃତ୍ୟୁ କହିଛନ୍ତି, ନହେଲେ କହିନଥାନ୍ତେ। କାରଣ ଜନ୍ମ ପରେ ମୃତ୍ୟୁ। ତଥାପି ପିଲା ମା ପେଟରେ ଶରୀର ପାଇ ମଲାଙ୍କ ଭଳି ଥାଏ, ପରେ ଦେହରେ ଜୀବନ ସଞ୍ଚାର ହୋଇଥାଏ। ଶ୍ରୋତାଙ୍କୁ ମୋର ଏତେ କୋରାନ୍ର ଉଦ୍ଧୃତି କଥା ଶୁଣିବାକୁ ବିରକ୍ତ ଲାଗିବ, ମନରେ ଘୃଣା କରିବେ, ଶତ୍ରୁତା ଭାବ ରଖିବେ, ହେଲେ ମୁଁ ନିରୁପାୟ। ଆପଣଙ୍କୁ ଧର୍ମର ଠିକ୍ ବାଟ ଦେଖାଇ ଦେବି, କୋରାନ୍ କହିଛି, ତେଣୁକରି ସେଥିପାଇଁ ମୁଁ କହୁଛି। ଆପଣ ଜାଣୁନାହାନ୍ତି, କୋରାନ୍ ପଢ଼ିବାରେ ଆଗ୍ରହ ହେଉନାହିଁ ମନରେ, ତେଣୁକରି ମଲାପରେ ଯେଉଁ ଅଜସ୍ର ଶାସ୍ତି ଆପଣମାନଙ୍କୁ ଅପେକ୍ଷା କରି ବସିଛି, ସେଥିରୁ ସୁରକ୍ଷିତ କରିବା, ଦୂରେଇ ରଖିବା ମୋର ଉଦ୍ଦେଶ୍ୟ। ଯେହେତୁ ଆପଣମାନେ ମୋର ଓଡ଼ିଆ ସାହିତ୍ୟପ୍ରେମୀ ଭାଇ ଭଉଣୀ, ମୋର ଚ୍ୟାନେଲ ଅଳ୍ପ ବହୁତ ଦେଖୁଛନ୍ତି, ମୋ ଉପରେ ରାଗିଲା ମାନେ ଆଲ୍ଲାହ ଆପଣଙ୍କ ଉପରେ ରାଗିବ। କୋରାନ୍ ଅନୁବାଦକୁ ମୋବାଇଲରେ ଶୁଣନ୍ତୁ, ତେବେ ଯାଇ କଥାର ସତ୍ୟତାକୁ ଭାବିପାରିବେ। ଠିକ୍ କହୁଛି କି ଭୁଲ କହୁଛି ଜାଣିପାରିବେ। ମୋର ସମ୍ମାନାସ୍ପଦ ପ୍ରିୟ ଶ୍ରୋତାଗଣ, ମୁଁ ଆପଣମାନଙ୍କୁ ବିଭ୍ରାନ୍ତ କରିବାକୁ ଆଦୌ ଚାହେଁନା। ଆପଣ ନ ମାନନ୍ତୁ, ଆପଣଙ୍କର ନିଜର କ୍ଷତି। କବିତାର ବିଷୟବସ୍ତୁ, କବି କଳା ବିଲେଇକୁ ସମ୍ବୋଧି କହୁଛନ୍ତି, ହେ କଳା ବା କାଳି ବିଲେଇ, ରୂପକ ମୃତ୍ୟୁ, ତୁ କାହିଁକି ମିଆଉଁ ମିଆଉଁ କରି ରଡ଼ି କରୁଛୁ? ମୁଁ ଜାଣୁଛି ମୃତ୍ୟୁ ମୋର ଅଛି, ଯାହାକି ଅବଶ୍ୟ ଭାମ୍ବି ନିଶ୍ଚିତ ମୋ ଜୀବନରେ ହେବ। ତୋତେ ଦୁନିଆର ମୋହମାୟାର ଚିତ୍ରବାଡ଼ିରେ ପିଟିଦେବି ଯେ ତୁ ମୋର ଜୀବନ ବଳୟର ପରିସୀମାର ରାଜ୍ୟ ଛାଡ଼ି ପଳାଇଯିବୁ। ଖାଇଲା ବେଳେ ବିଲେଇ ପାଖକୁ ଆସେ, ଖାଉଥିବା ଲୋକ ବାଡ଼ି ଉଞ୍ଚାଇ ତଡ଼ୁଥାଏ। ସେହି ଚିତ୍ର ଦେଖି କବି ଏମିତି କହିଛନ୍ତି, ପିଲାବେଳେ ମୁଁ ପୁରୀକୁ ବୁଲିବାକୁ ଯାଇ ବେତର ରଙ୍ଗରଙ୍ଗିଆ ବାଡ଼ି ଆଣିଛି, ତେଣୁ ସେଥିପାଇଁ କବି ଚିତ୍ରବାଡ଼ି ବୋଲି କହିଥାଇ ପାରନ୍ତି। ମୁଁ ଭାବୁଛି, ଇହଲୋକ ସଂସାରରେ ହସକାନ୍ଦ ରୂପୀ ସୁଖ ଦୁଃଖର ସମାବେଶରେ ଅଛି। ସ୍ୱପ୍ନ ଦେଖି ଭୁଲି ହୋଇଯିବାର ପରିସ୍ଥିତି ବି ରହିଅଛି। ଏ ବିଲେଇ ରୂପକ ମୃତ୍ୟୁ, ତୋତେ ମୁଁ କେତୋଟି କଥା କହୁଅଛି, ତୁ ଶୁଣ। ବର୍ତ୍ତମାନ ମୁଁ ଯୁବକ, ଯୌବନ ରୂପକ ବସନ୍ତ ସମୟରେ ଅଛି। ଏଥିରେ ଯଦି ମୁଁ ତ୍ରୁଟି ବା ଅବହେଳା କରିବି, ତେବେ ମୋତେ ବୁଢ଼ାପାରେ ଅନୁତାପ କରିବାକୁ ପଡ଼ିବ। ମୁଁ ପସ୍ତେଇ ହେବି। କାରଣ ଯେଉଁ ବୟସରେ ଯାହା, ଯୌବନରେ ଯଦି ଜୀବନକୁ ଉପଭୋଗ ନ କରିବି, ଉପଭୋକ୍ତ ନ ହେବି, ତେବେ ତାହା ଯୌବନ ପ୍ରତି ଅପମାନ ହେବ। ଯୌବନ ଜୀବନରେ ଥରେ ଆସେ, ଏହା ଜୀବନରେ ପୂର୍ଣ୍ଣତା, ଏହାପରେ ଜୀବନରେ ବାର୍ଦ୍ଧକ୍ୟ ଚାହିଁଯିବ। ମନ ସମୁଦ୍ରରେ ମୋର କାମନାର ଆଶାର ଢେଉ ପିଟୁଛି। ଯେହେତୁ ମୋର ଦେହରେ ଯୁବକତ୍ୱର ଲକ୍ଷଣ ସବୁ ଦିଶିଲାଣି, ପ୍ରିୟା ସହିତ ଜହ୍ନ ଉଠା ତାରାଭରା ଆକାଶ ତଳେ ରାତିରେ ବୁଲିବାକୁ ଇଚ୍ଛା ହେଉଛି। ଯୌବନର ସ୍ୱପ୍ନ ଦେଖିବାରେ ମୁଁ ବ୍ୟସ୍ତ, ବିବ୍ରତ, ବିଭୋର ବା ମଗ୍ନ। ବଗିଚାରେ ଜାତି ଜାତିକା ଫୁଲ ଫୁଟିଛି। ପ୍ରିୟା ଓ ମୁଁ ସେହି ଉପବନରେ ବୁଲି ପ୍ରୀତି ମତୁଆଲା ହେବୁ। ସାଗର କୂଳରେ ବୁଲିବୁ, ବାଲିବନ୍ତରେ ବସିବୁ, ଯାହାକି ସ୍ମୃତି ବା ମନେରଖା ହୋଇ ଜୀବନରେ ଫଟୋ ଉଠା ରୀତିରେ ରହିବ। ଜୀବନ ଥିଲେ ଜଞ୍ଜାଳ ଅଛି, ସମସ୍ୟା ସଂଘର୍ଷର କେତେ ଝଡ଼ ତୋଫାନ ଆସିବ, ପୁଣି ସେଥିରେ ବି ଖୁସିର ମାହୋଲ ବା ବାତାବରଣ ଅଳ୍ପ ସମୟ ପାଇଁ କାହିଁକି ନ ହେଉ ଜୀବନରେ ଆସେ। ଯେମିତି ଦିନରେ ସକାଳ ଅତି ଅଳ୍ପ ସମୟ ପାଇଁ ରହେ। ସକାଳ ବା ଉଷାକାଳ ସୁନ୍ଦର, ବ୍ରାହ୍ମ ମୁହୂର୍ତ୍ତ ସ୍ୱାସ୍ଥ୍ୟ ପକ୍ଷେ ହିତକର। ଏହି ସମୟରେ ଉଠି ବୁଲିବାକୁ ଭଲ ଲାଗେ, ଠିକ୍ ଛୋଟ ଶିଶୁର ହୃଦ ଖୋଲା ହସ ଭଳି ଖିଲି ଖିଲି। ଜୀବନରେ ନା ଦୁଃଖ ଦୁର୍ଦିନ ରହେ, ନା ସୁଖ ସମ୍ଭୋଗ ଉପଭୋଗ ରହେ। ସବୁ ସମୟ ଖରା ତେଜର ଦାବଦହନରେ, ଦାଉ ଯନ୍ତ୍ରଣାରେ ବିସ୍ମୃତ ହୋଇ ମନେ ରହି ନଥାଏ। ସମୟ ଯେତେ ଆଗକୁ ବଢ଼େ, ସମୟ ସାଗରର ଗଭୀରତା ତାକୁ ମନରୁ ଭୁଲାଇ ଦିଏ। କେତେ ଆଉ ମଣିଷ ଜୀବନର ସବୁ କଥାକୁ ସ୍ମରଣ ରଖିବ? ଭୁଲିବା ହେଉଛି ମଣିଷ ପ୍ରକୃତି। ସେ ଭୁଲିବ। ସମୟ କେବେ ପଛକୁ ଫେରି ନଥାଏ, ତାର ଗତି ସମ୍ମୁଖ। ସମୟର ଅତୀତର ବେଶୀ ବର୍ଷକୁ କବି ସମୁଦ୍ରର ଗଭୀରତା କହିଛନ୍ତି। ଠିକ୍ ଏହି ସମୟରେ ହେ ମୃତ୍ୟୁ ବିଲେଇ, ତୁମେ ସହଜରେ ମନେ ପଡ଼ିଯାଅ। ଜୀବନ ପ୍ରତି ବିରକ୍ତ ବିଜାର ହୋଇଗଲେ ବେଳେ ବେଳେ ମରିବାକୁ ଇଚ୍ଛା ହୋଇଥାଏ। ଲୋକ କହିଥାଏ, ମରିଯାଆନ୍ତି କି ତରିଯାଆନ୍ତି। ଜୀବନ ବଡ଼ ସନ୍ତେଇଲାଣି, କଷ୍ଟ ଦେଲାଣି, ଦିଗଦାର ହେଲେଣି। ବିଲେଇ ଆଖିରେ ଫସ୍ଫରସ୍ ଥିବାରୁ ରାତିରେ ତାହା ଉଜ୍ଜଳ ଦିଶେ, ଜଳିବା ଭଳି ଦିଶେ। ଅର୍ଥାତ୍ ଯନ୍ତ୍ରଣା କ୍ଳିଷ୍ଟ ମଣିଷର ମନରେ ବାରମ୍ବାର ମୃତ୍ୟୁ ଚିନ୍ତା ଆସୁଥାଏ।
ତା ଛାତିକୁ ଜଳାଏ। କେହି ଦୁର୍ବଳ ମନା ମନୁଷ୍ୟ ସହି ନ ପାରି ଅପମୃତ୍ୟୁର ଶିକାର ହୁଏ, ଯାହାକି ଜୀବନରେ ହଠାତ୍ ଅଚାନକ ଏକ ଜଟିଳ ପରିସ୍ଥିତି ସୃଷ୍ଟି କରେ। କବି ତାକୁ ପ୍ରହେଳିକା କହିଛନ୍ତି। ଶ୍ରାବଣର ବର୍ଷା ଯେମିତି ହଠାତ୍ ଆକସ୍ମିକ, ମୃତ୍ୟୁ ଠିକ୍ ସେମିତି ହଠାତ୍ ଆକସ୍ମିକ ହୋଇ ମୃତ୍ୟୁ ଆସିବ, ଯାହାର ସଠିକତା ନାହିଁ, କଳନା କରିହେବ ନାହିଁ, ଯାହା ହେବ ଅନୁମାନରେ। ଜୀବନ ଏକ ସୁଦୂର ଯାତ୍ରା। ସେହି ଯାତ୍ରାରେ ମୃତ୍ୟୁର ସ୍ଥିତି ସ୍ଥିର ହୋଇକି ଅଛି। ସମୟ ଆସିଲେ ଖପ୍ କରି ସେ ମଣିଷକୁ ଧରିବ। ମୃତ୍ୟୁ ଜୀବନକୁ ଭୟ ଦେଖାଏ। ଆଲ୍ଲାହ କହିଛନ୍ତି, ମୁଁ ସେଇମାନଙ୍କ ସହିତ ଅଛି ଯେଉଁମାନେ ମୋତେ ଡରନ୍ତି ଓ ଭଲ କାମ କରନ୍ତି। ପାଠ ନାହାଲ। ଆଲ୍ଲାହ କହିଛନ୍ତି, ହେ ମନୁଷ୍ୟ, ତୋର ପ୍ରଭୁର ଯନ୍ତ୍ରଣା ନିର୍ଭୟୀ ହେବାର ଜିନିଷ ନୁହେଁ। ସୁତରାଂ କବି ମୃତ୍ୟୁକୁ ଭୟଭୀତ କହିଛନ୍ତି। ଜୀବନ ଯାତ୍ରାରେ ସତର୍କ ନହେଲେ ପ୍ରତି ମୁହୂର୍ତ୍ତରେ ମୃତ୍ୟୁ ଭୟ ଥାଏ। ସବୁବେଳେ ଜୀବନର ଲକ୍ଷ୍ୟସ୍ଥଳରେ ପହଞ୍ଚି ହେଉନଥିବାରୁ ମଣିଷ ମନରେ ହତାଶା ଭାବ, ଶୂନ୍ୟତା ଦେଖା ଦେଇଥାଏ। ଲକ୍ଷ୍ୟସ୍ଥଳକୁ ମଞ୍ଚ, ହତାଶା ଭାବକୁ ଶୂନ୍ୟ, ଆଉ ଗଛ ଚଢ଼ିବା ହେଉଛି ଯାତ୍ରା। ମୃତ୍ୟୁ ବିଲେଇ ଜୀବନର ବନ୍ଧୁ। ସେ କଦାପି ଜୀବକୁ ଛାଡ଼ି ନଥାଏ। ପ୍ରକୃତ ବନ୍ଧୁ ସାଙ୍ଗକୁ କ'ଣ ଛାଡ଼େ? ଅକ୍ଷର ଅଚ୍ୟୁତ ବା ବ୍ରହ୍ମ ଈଶ୍ୱର ନିତ୍ୟସ୍ଥାୟୀ, ଯିଏକି ମୃତ୍ୟୁର ସ୍ରଷ୍ଟା ଓ ପ୍ରେରକ। ମୃତ୍ୟୁ ଭଳି ଜୀବନ ସତ୍ୟ। ଜୀବନ ଥିଲେ ମୃତ୍ୟୁ ଆସିବ। ସୁତରାଂ ସବୁବେଳେ ମରିବି ଭାବି ହେଲେ ମଣିଷର ଦୁର୍ଲଭ ଜୀବନର ଅଗ୍ରଗତି ହେବ ନାହିଁ। ସେ କିଛି ବି ଉନ୍ନତି କରିପାରିବ ନାହିଁ। ସେ ଲାଗି କବି ମୃତ୍ୟୁକୁ ନେଇ ଭାବିବେ ନାହିଁ, ବରଂ ଜୀବନର କରିବାକୁ ଥିବା କାମରେ ମନୋଯୋଗ ଦେବେ। ଏହା କହି କବି ଉଦ୍ଧବ ନାମକ ଆତ୍ମାକୁ ପ୍ରବୋଧନା, ସାନ୍ତ୍ୱନା ଦେଇଛନ୍ତି, ବୁଝାଇଛନ୍ତି। କବିତାଟି ଆଶାବାଦର ସ୍ୱର ପାଠକକୁ ଶୁଣାଏ। ପ୍ରକାଶ ଭଙ୍ଗୀ ତଥା ରଚନା ଶୈଳୀ ବୌଦ୍ଧିକ, କୃତ୍ରିମ ଭାଷା ସମ୍ପନ୍ନ ହୋଇଅଛି।